ଷଷ୍ଠସ୍କନ୍ଧ ତ୍ରୟୋଦଶୋଦାୟ ବାଦାରଣୀରୁବାଚ ଏ ବୃତ୍ର ହୋଇଲା ଯହୁଁ ହତ ଶୁଣି ହରଷ ତ୍ରିଜଗତ ଯେତେ ଦିଗପାଳମାନେ ବିଜୋର ହେଲେ ତତ୍କ୍ଷଣେ ଇନ୍ଦ୍ରଭୁବନ ଜନମାନେ ହରଷ ହୋଇଲେ ତକ୍ଷଣେ ଅମର ଆଦି ଯକ୍ଷଗଣ ପିତୃଦୈବତ ଯେ ଚାରଣ ବ୍ରହ୍ମା ଶଙ୍କର ବଜ୍ରଧର ଗଲେ ସେ ଯେ ଯାହା ମନ୍ଦିର ରାଜବାଚ ଭମୁନି ହୁଅ ସାବଧାନ ଏହା ଶୁଣି ତମୋର ମନ କିମ୍ପାହିଁ ସୁଖୀ ଦେବଗଣ ଇନ୍ଦ୍ର କି କଲେ ମନ୍ଦ କର୍ମ କିମ୍ପାହିଁ ତାଙ୍କ ଦୁଃଖ ମନ କହିବ ମୋତେ ତପୋଧନ ବାଦାରଣୀରୁବାଚ ଏ ବୃତ୍ର ବିକ୍ରମ ଦେଖିଦେବେ ମହତ ଋଷି ଆଦି ସର୍ବେ ଭୟ ଉଦ୍ବେଗ ମନ ହୋଇ ଇନ୍ଦ୍ରକୁ କହିଲେ ସେ ଯାଇ ଭଦେବ ଦେବଙ୍କ ଈଶ୍ୱର ବୃତ୍ର ଅସୁରଙ୍କୁ ସଂହାର ବୃତ୍ର ବ୍ରହ୍ମବଧ ପାପରେ ଇନ୍ଦ୍ରତା କଲେ ସ୍ୱୀକାରେ ଇନ୍ଦ୍ରବାଚ ଏ ସ୍ତ୍ରୀ ଜଳଗିରି ଦ୍ରୁମମାନେ ପାପ ଘେନିଲେ ବିଦ୍ୟାମାନେ ସ୍ୱରୂପ ବଧର ଯେହୁ ବୃତ୍ର ମାରି କେହୁ ସହୁ ଇନ୍ଦ୍ର ଦେବତା ଋଷିଗଣେ ଶୁଣିଣ କହନ୍ତି ବଚନେ ଅଶ୍ୱମେଧ ଯଜ୍ଞରୁ କରି ଏ ପାପ ନାଶିବ ତୁମ୍ଭରି ହୟମେଧୁ ପୁରୁଷ ବର ଅଖିଳ ଜନକ ଈଶ୍ୱର ଯେ ଦେବ ପ୍ରଭୁ ଭଗବାନ ଯଜ୍ଞରେ ପରାୟ ପ୍ରସନ୍ନ ବୃତ୍ରର ବଧ ପାପ ଘୋର ଅବହେଳାରେ ହେବ ପାର ମହାଯଜ୍ଞକୁ କରି ତୁଇ ଜପିବୁ ପ୍ରଭୁ ଭାବଗ୍ରାହୀ ତାର ସ୍ମରଣେ ଦେବବର ଦୁରିତ କେତେ କମାତର କୋବାଚ ଏ ଶୁଣିଣ ଋଷିଙ୍କ ବଚନ ଶତ୍ରୁ ମାଇଲେ ମଘବାନ ତକ୍ଷଣେ ବ୍ରହ୍ମ ହତ୍ୟା ଗଲା ଇନ୍ଦ୍ରଦେବଙ୍କୁ ଆଶ୍ରା କଲା ତାହାକୁ ଦେଖି ଦୁଃଖ ପାଇ ଦେବ ଇନ୍ଦ୍ର ଗଲେ ପଳାଇ ଚଣ୍ଡାଳ ରୂପକୁ ଧଇଲା ଇନ୍ଦ୍ରର ପଛେ ଗୋଡ଼ାଇଲା ବୃଦ୍ଧ ରୂପକୁ ଧରି ସେହି ଯକ୍ଷ୍ମା ରୋଗରେ ଗ୍ରସ୍ତ ହୋଇ ତଣିତ ପ୍ରାୟ ଜଟା ତାର ବିବର୍ଣ୍ଣ କେଶ ମସ୍ତକର ରହ ବଲିଣ ଡାକ ଦେଇ ଆମିଷ ଗନ୍ଧ ତାର ଦେଇ ଆକାଶେ ସକଳ ଦିଗରେ ଇନ୍ଦ୍ର ପଳାନ୍ତି ଖରତରେ ଉତ୍ତର ଦିଗକୁ ଯେ ଗଲେ ମାନସରୋବରେ ମିଳିଲେ ପୁଷ୍କର ତୀର୍ଥେ ଦେବବର ଚଞ୍ଚଳ ମନ କରି ସ୍ଥିର ସହସ୍ର ସମ୍ବତ୍ସର ତହିଁ ବ୍ରହ୍ମା ଭଜନେ ମନ ଦେଇ ବ୍ରହ୍ମବଧରୁ ମୋକ୍ଷ ପାଇ ରହିଲେ ନିରାହାର ହୋଇ ତାବତ ନହୁଷ ରାଜନ ସ୍ୱର୍ଗେ କଲେ ପ୍ରତିପାଳନ ବିଦ୍ୟା ଯୋଗ ବଳରୁ କରି ସର୍ବସମ୍ପଦ ଭୋଗ କରି ସମ୍ପଦ ଐଶ୍ୱର୍ଯ୍ୟ ମଦରେ ନହୁଷ ମଧାନ୍ଧ ବୁଦ୍ଧିରେ ଇନ୍ଦ୍ର ପତ୍ନୀକୁ ଇଚ୍ଛା କଲା ସ୍ୱର୍ଗରୁ ଚିତ୍ତ ସେ ହୋଇଲା ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ ବାରତା ଇନ୍ଦ୍ରାଣୀକୁ ଦେଇ ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ ମୋତେ ତୁମ୍ଭେ ଭଜ ବିଧିରେ ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ ପ୍ରତି ଉତ୍ତର ଗୁରୁ ଦେଲେ ଗୁରୁ ଏମନ୍ତ ବିଚାରିଲେ ଅତି ଅସମ୍ଭବ ବୋଇଲେ ଅନେକ ତପସ୍ୟାର ଫଳେ ମନୁଷ୍ୟ ହୋଇ ଦେବ ପାଳେ ଏ ବ୍ରାହ୍ମଣ କୋପ ସାପୁ କରି ହତ ହୋଇବ ଏହା ସିରି ନହୁ ସେ ଏମନ୍ତ କହିବ ଋଷିଙ୍କ କନ୍ଧେ ଦୋଳା ଥିବ ଏ ତୁମ୍ଭେ ଦୋଳାରେ ବସିଥିବ ଆମ୍ଭର ପୁରକୁ ଆସିବ ତେବେ ଯେ ତୁମ୍ଭକୁ ଭଜିବୁ ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ ହେମନ୍ତ ଗୁରୁ ଆଜ୍ଞା ଶୁଣି ନହୁ ସେ କହନ୍ତେ ଇନ୍ଦ୍ରାଣୀ ଋଷିମାନଙ୍କୁ ଆଣି କରି ଋଷିଙ୍କ କନ୍ଧେ ଦୋଳା ଧରି ଏ ଦୋଳା ଉପରେ ନହୁଷ ଆସୁ ଯେ ଅଛଇ ହରସ ଏ ଦୋଳା ମନ୍ଦ ମନ୍ଦ ଗମନ ନହୁଷ କ୍ରୋଧିତ ବଚନ ସର୍ପ ସର୍ପ ବୋଲି ବୋଇଲା ପାଦେ ଅଗସ୍ତିଙ୍କୁ ମାଇଲା ଅଗସ୍ତି କ୍ରୋଧ ମନ ହୋଇ ନହୁଷକୁ ଯେ ସାପ ଦେଇ ସର୍ପ ହୁଅ ବେଗ ହୋଇ ଯେଣୁ ସଙ୍କଟ କଲୁ ତୁହି ଏଣିବେ ଋଷିଙ୍କ ସାପରୁ ଚିତ୍ତ ହୋଇଲା ସ୍ୱର୍ଗପୁରୁ ପରମେଶ୍ୱର ଧ୍ୟାନ କରି ବ୍ରହ୍ମ ହତ୍ୟା ଦୋଷରୁ ତରି ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର ଦେବଙ୍କୁ ଘେନି ସେ ବିହାର ଇନ୍ଦ୍ରକୁ ଦେବ ଋଷିମାନେ ଅଶ୍ୱମେଧ ଯଜ୍ଞ ବିଧାନେ ମହାପୁରୁଷ ଆରାଧନ ଦୀକ୍ଷା କରାଇଲେ ରାଜନ ଅନନ୍ତରେ ଦେବମୟ ଆତ୍ମା ପୁରୁଷ ସେ ଅଭୟ ଇନ୍ଦ୍ର ବ୍ରହ୍ମ ଋଷି ସହିତେ ଆରାଧି ଅଶ୍ୱମେଧ ମତେ ବ୍ରହ୍ମବଧ ପାପ ସମୂହ ଯଜ୍ଞ ହେତୁରୁ ହେଲା କ୍ଷୟ ରବି କିରଣେ ତମ ପ୍ରାୟ ସକଳ ପାପ ହେଲା କ୍ଷୟ ଅଶ୍ୱମେଧରେ ବରି ଇନ୍ଦ୍ର ମରିଚି ଆଦି ମୁନି ବୃନ୍ଦ ଆରାଧି ପୁରୁଷ ପୁରାଣ ସ୍ୱର୍ଗେ ହୋଇଲେ ସେ ରାଜନ ଯଜ୍ଞର ପ୍ରସାଦରୁ କରି ନିଷ୍ପାପୀ ହୋଇ ସେ ବିହରି ଅଶେଷ ପ୍ରାଣୀମାନଙ୍କର ପାପକୁ କରଇ ସେ ଦୂର ଏ ମହା ସୁଖ ଜ୍ଞାନମୟୀ ଯେ ଜନ ଶ୍ରଦ୍ଧାରେ ଶୁଣଇ ଶ୍ରଦ୍ଧାରେ କରି ଯେ ପଢ଼ଇ ଯେ ଅବା ଅଜ୍ଞାନେ ଶୁଣଇ ଗାୟନ କରି ପ୍ରତିଦିନ ସର୍ବଶୁଭ ଲଭେ ସେ ଜନ ଶତ୍ରୁକୁ ଜୟ ଧନ ଯଶ ପାପ ମୋଚନ ଦୀର୍ଘାୟୁଷ ସର୍ବକଲ୍ୟାଣ ତାର ହୋଇ ଯେ ଶୁଦ୍ଧ ମନରେ ଶୁଣଇ ବୋଲଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧ ଯେ ଭାଗବତ ଶ୍ରୀମଦ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ 82 ଷଷ୍ଠ ସ୍କନ୍ଧେ
इंद्र विजय कथन नाम त्रयोदशोऽध्यायम्। बोलानंदे कवार हरि हरि बोल।